ରେସ୍ପନ୍ସ କରୁନାହାନ୍ତି, କହୁଛନ୍ତି ଆମର କନେକ୍ସନ ଦିଆହେଇଯିବ। ଏଇଠି ବସୁଛନ୍ତି କ'ଣ ପାଇଁ ଆପଣ କଞ୍ଜୁମର ପ୍ରୋବ୍ଲେମ ସଲ୍ଭ କରିବାକୁ ବସୁଛନ୍ତି ନା ଏଇଠି ବସିକି ଖାଲି ସ୍ମାଇଲ୍ କରୁଛନ୍ତି? କ୍ଷମା କରିବେ ସାର୍, ଯୋଉ ପ୍ରୋବ୍ଲେମ ଆମର ହେଇଛି କ୍ଷମା କ'ଣ କରିବୁ? ମୁଁ କାଲିଠୁ କ'ଣ କରୁଛି ଆପଣଙ୍କର ରେସ୍ପନ୍ସ ନାହିଁ। ଜାଣିବାକୁ ଚାହିଁବେ କ'ଣ ପ୍ରୋବ୍ଲେମ ହେଇଛି? ପ୍ରୋବ୍ଲେମ ହେଉଛି ମୋ ଘରେ ଲାଇନ୍ ନାହିଁ, କାଲି ଦିନ 3ଟାରୁ ଲାଇନ୍ ନାହିଁ, ଏପର୍ଯ୍ୟନ୍ତ ସପ୍ଲାଇ ଆସେ। ଆପଣ କଞ୍ଜୁମର ନମ୍ବରଟା ଦେଇପାରିବେ କେମିତି? ମୋ ନାଁରେ ଅଛି କଞ୍ଜୁମର ନମ୍ବର, ମାରି ବାହାର କରନ୍ତୁ। କଞ୍ଜୁମର ନମ୍ବର କ'ଣ ଘୋଷି ରହୁଛି? ଯେମିତି ଚେକ୍ କଲି ଆପଣଙ୍କର ସାର୍ ସ୍ମାର୍ଟ ମିଟର ଲାଗିଛି ଆପଣଙ୍କର, ସେଇଟା ହେଇପାରେ କି କିଛି ପ୍ରୋବ୍ଲେମ ପାଇଁ ଡିସକାଉଣ୍ଟ ହେଇପାରେ, କିନ୍ତୁ ମୋର ବିଲ୍ ଚେକ୍ ନାଇଁ, ସେ ପ୍ରୋବ୍ଲେମଟା କ'ଣ? ମୋର ପେମେଣ୍ଟ ତ ହେଇଯାଇଛି, ଯୋଉ ଟାଇମରେ ତାର ପେମେଣ୍ଟ ହେଉଛି, ମୁଁ ରିବେଟ୍ କଞ୍ଜୁମର ଆପଣଙ୍କର। ମୋର ସ୍ମାର୍ଟ ମିଟର ଲଗାନ୍ତୁ, ଆପଣ ଯୋଉ ମିଟର ଲଗାନ୍ତୁ, ଡିଜିଟାଲ ମିଟର ଲଗାନ୍ତୁ, ଯାହା ବି ଲଗାନ୍ତୁ, ମୋର କରେଣ୍ଟ କ'ଣ ପାଇଁ ଘଟୁଛି କାଲି? ସେଇଟା ସାର୍ ମୁଁ ଟିକେ ଚେକ୍ କରିପାରୁଛି ଆମ ଜେଇଙ୍କ ସହିତ ଚେକ୍ କରିବା ପାଇଁ ଚାହିଁବି, ସେଥିପାଇଁ କିଛି ସମୟ ନେଉଛି। ଯେମିତି ଚେକ୍ କଲି କି ସେଇଟା ସାର୍ ସ୍ମାର୍ଟ ମିଟରର କିଛି ଫଲ୍ଟ ଥାଇପାରେ, ଯୋଉଟାକି ମୁଁ ଜେଇ ସାର୍ଙ୍କୁ ଫରୱାର୍ଡ କରିଦେଇଛି। ଜେଇ ସାର୍ ଆଇଟି ଟିମ୍କୁ ଫରୱାର୍ଡ କରିକି ଏଇଟା ଇମିଡିଏଟଲି ସଲ୍ଭ କରିବା ପାଇଁ ସାର୍ ଚେଷ୍ଟା କରିବେ। କାଲିଠୁ କ'ଣ ଜିନିଷ କାହା ପାଖରେ ଇନଫର୍ମେସନ ନାହିଁ? ଆପଣଙ୍କର କୋଉ ଏରିଆ ଯଦି ସ୍ମାର୍ଟ ମିଟର ଲଗାଉଛନ୍ତି ସେଇ ହିସାବରେ ଆପଣଙ୍କର ଡାଟାବେସ୍ ଥିବ। ଆପଣ କାହିଁକି ସେ ଜିନିଷ ଚେକ୍ କରିପାରୁନାହାନ୍ତି? ଆପଣଙ୍କ କେତେଟା ମିଟରରେ ଲାଇନ୍ ନାହିଁ ଆପଣ ଚେକ୍ କରିପାରୁନାହାନ୍ତି? ଆପଣ ଠିକ କଥା କହୁଛନ୍ତି, ଏଇଟା ଚେକ୍ କରିବା କଥା, କିନ୍ତୁ ଯେଟା ବର୍ତ୍ତମାନ ଆମ ପାଖକୁ ଇନଫର୍ମେସନ ଆସିଛି ତ ଆମେ ଏବେଠୁ ହିଁ ଆମେ ତାକୁ ପ୍ରୋସିଡ୍ କରିବା। ତ ଆପଣ ଚିନ୍ତା କରୁଥିଲେ, ମୁଁ ଆପଣଙ୍କ ରିକ୍ୱେଷ୍ଟ ନେଇଛି, ଆପଣ ଇମିଡିଏଟଲି ଏଇଟା ସଲ୍ଭ ହେଇଯିବ। ଇମିଡିଏଟଲି ମାନେ କେତେ ସମୟ ଲାଗିବ ସଲ୍ଭ ହବ? ସେମିତି ସାର୍ ତ ମୁଁ କନଫର୍ମ କରିପାରୁନି, ତଥାପି ସାର୍ କନଫର୍ମ କରନ୍ତୁ ନା, ଆପଣ କଲ୍ କରନ୍ତୁ ଆପଣଙ୍କର ହାୟର ଅଥରିଟି କିଏ ଅଛନ୍ତି ତାକୁ ପଚାରିକି ମୋତେ ବର୍ତ୍ତମାନ ସଲ୍ୟୁସନ ଦରକାର। ସାର୍ କିଛି ମିନିମମ୍ ସାର୍ 2 ଘଣ୍ଟା ଲାଗିପାରେ ସାର୍, 2 ଘଣ୍ଟା ଭିତରେ ସାର୍। ଆପଣ ଆପଣଙ୍କ ହିସାବରେ କହିଦେଲେ, ବର୍ତ୍ତମାନ କହୁଥିଲେ ନାଇଁ ମୁଁ ଆଗକୁ କମ୍ପ୍ଲେନ୍ ପଢ଼େଇବି, ବର୍ତ୍ତମାନ କହୁଛନ୍ତି 2 ଘଣ୍ଟାର ସପ୍ଲାଇ ଆସିଯିବ। ନାଇଁ ସାର୍, ମୁଁ ଫରୱାର୍ଡ କରିଦେଇଛି, ଫରୱାର୍ଡ କରିଦେଇଛି, ଟେକ୍ନିକାଲ ଇସ୍ୟୁ ହେଇପାରେ, ଯୋଉଟାକି ଆପଣଙ୍କ 2 ଘଣ୍ଟା ଭିତରେ ସଲ୍ଭ ହେଇଯିବ, ଯେଇ କନଫର୍ମ କରିଛନ୍ତି। ତ ହେଇପାରେ ମାନେ କ'ଣ? କାଲିଠୁ ଆଜି ପର୍ଯ୍ୟନ୍ତ ଆପଣ ରେସ୍ପନ୍ସ କରୁନାହାନ୍ତି, ଆଜି କହୁଛନ୍ତି ନାଇଁ ମୁଁ 2 ଘଣ୍ଟା ଭିତରେ ସପ୍ଲାଇ ଦେଇଦେଉଛି। ମୁଁ କେମିତି ବିଲିଭ୍ କରିବି ଆପଣ ସପ୍ଲାଇ ଦେଇଦେଉଛନ୍ତି? ପ୍ରୋବ୍ଲେମଟା ଆପଣ କାଲିଠୁ ହେଇପାରେ, କିନ୍ତୁ ମୋ ପାଖକୁ ଯେହେତୁ ଏବେଠୁ ଆସିଲା ତ ଏବେ ମୁଁ ଆସିଲି ବୋଲି ଆପଣଙ୍କ ପାଖକୁ ବର୍ତ୍ତମାନ ଇସ୍ୟୁଟା ଆସିଲା। ମୁଁ ତ କାଲିଠୁ କଲ୍ କରୁଛି ନା, ଆପଣଙ୍କର କେହି ରେସ୍ପନ୍ସ କରୁନାହାନ୍ତି। ସେଥିପାଇଁ ସାର୍ ଦୁଃଖିତ, ସେଟା ହେବା କଥା। ଆପଣଙ୍କ ଏରିଆ ଲାଇନ୍ ମ୍ୟାନ୍ କହୁଛନ୍ତି ଆଉ ଯାଇକି ଅଫିସରେ କଥା ହୁଅନ୍ତୁ। ଆଉ କାହାର କାମ ଧନ୍ଦା ନାହିଁ, ସମସ୍ତେ ତ ଅଫିସ ଜବ୍ କରୁଛନ୍ତି ନା। ମୁଁ ଜବ୍ କରୁଛି, ମୁଁ ଗୋଟେ ଜବ୍ ହୋଲ୍ଡର। ମୁଁ ଆଜି ଅଫିସ ବନ୍ଦ କରିକି ଆପଣଙ୍କ ପାଖକୁ ଆସିଛି ମୋର ସପ୍ଲାଇ ଦେବା ପାଇଁ। ବିଲ୍ ଟାଇମ୍ରେ ପେମେଣ୍ଟ କରିବୁ, ଆସିକି ଆପଣଙ୍କ ପାଖରେ ବସିକି ଟାଇମ୍ ପୁରା ଆପଣ ଠିକ କଥା କହୁଛନ୍ତି, ଏଇଟା ହବା କଥା, ଏମିତି ହବା କଥା ନୁହେଁ, କିନ୍ତୁ ଆପଣ କାଲି 2 ଦିନ ଚେକ୍ କରୁଛି, ଆପଣଙ୍କର ରେଜିଷ୍ଟର ଏବେ ହେଇଛି।